ଅପ୍ରେଲ ମାସ 14 ତାରିଖ ପରେ ସିଂହ ରାଶିର ଅଧିପତି ସୂର୍ଯ୍ୟ ନିଜର ଉଚ୍ଚ ରାଶି ମେଷ ରାଶିରେ ପ୍ରବେଶ କଲେ। ସିଂହ ରାଶିଜାତ ବ୍ୟକ୍ତି ଏହି ସମୟରେ ଯେଉଁ ସବୁ ରୋଗ ଭୋଗ କରୁଥିବେ ସେହି ସବୁ ରୋଗରୁ ଆରୋଗ୍ୟ ଲାଭ କରିବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜାଣିବା ସିଂହ ରାଶି ପାଇଁ 2026 ମସିହା ଅପ୍ରେଲ ମାସର ମାସିକ ରାଶି ଫଳ। ଅପ୍ରେଲ ମାସରେ ଦ୍ୱାଦଶ ରାଶିଚକ୍ରରେ ବିଚରଣ କରୁଥିବା ଗ୍ରହମାନଙ୍କର ଗୋଚରୀୟ ସ୍ଥିତିକୁ ନିରୀକ୍ଷଣ କଲେ ଜଣାଯାଏ ଏ ମାସରେ ସିଂହ ରାଶିଜାତ ବ୍ୟକ୍ତିଙ୍କର କ୍ୟାରିୟର ଭାବରେ ଅନୁକୂଳ ଫଳ ମିଳିପାରିବ ନାହିଁ। ବାଣିଜ୍ୟିକ ଗ୍ରହ ବୁଧ ମହାଗ୍ରହଙ୍କର ସ୍ଥିତି ଅପ୍ରେଲ ମାସରେ ଠିକ୍ ରହୁନଥିବାରୁ ସିଂହ ରାଶିଜାତ ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ କୌଣସି ରିସ୍କ ନେବା ଉଚିତ ହେବ ନାହିଁ। ତା ସାଙ୍ଗକୁ ସିଂହ ରାଶିର ସପ୍ତମ ବା ବାଣିଜ୍ୟ ଭାବର ଅଧିପତି ଶନି ଅଷ୍ଟମ ସ୍ଥାନରେ ଅସ୍ତ ହୋଇ ରହିଥିବାରୁ ବାଣିଜ୍ୟ ବେପାର କ୍ଷେତ୍ରରେ କ୍ଷତି ହେବାର ପ୍ରବଳ ସୂଚନା ଦେଇଥାଏ। ସେହିପରି ଚାକିରି କରୁଥିବା ସିଂହ ରାଶି ବ୍ୟକ୍ତି ମଧ୍ୟ ଶନି ମହାଗ୍ରହଙ୍କର ପ୍ରଭାବରୁ ଚାକିରି କ୍ଷେତ୍ରରେ ବଡ଼ କଠିନ ସମସ୍ୟାର ସମ୍ମୁଖୀନ ହେବେ। ନୂଆ କିଛି ଦାୟିତ୍ୱ ଗ୍ରହଣ କଲେ ତାକୁ ସମ୍ଭାଳିବାରେ ବଡ଼ କଷ୍ଟକର ଅନୁଭବ ଆସିବ। ଏହା ସାଙ୍ଗକୁ ଚାକିରି କ୍ଷେତ୍ରରେ ବିଭାଗୀୟ ତଦନ୍ତ ବା ଭିଜିଲାନ୍ସ ତଦନ୍ତର ମଧ୍ୟ ସମ୍ମୁଖୀନ ହେବାର ସମ୍ଭାବନା ରହିଅଛି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ ଅପ୍ରେଲ ମାସରେ ସିଂହ ରାଶିର ଧନଭାବର ଅଧିପତି ବୁଧ ମହାଗ୍ରହ ସିଂହ ରାଶି ବ୍ୟକ୍ତିଙ୍କୁ ଧନ ପ୍ରଦାନ ତଥା ଧନ ସଞ୍ଚୟ କରି ରଖିବାରେ ସମର୍ଥ ହେବେ ନାହିଁ। କିନ୍ତୁ ଧନକାରକ ଗ୍ରହ ବୃହସ୍ପତି ଅପ୍ରେଲ ମାସ ସାରା ସିଂହ ରାଶିର ଆୟ ବା ଲାଭ ସ୍ଥାନରେ ରହୁଥିବାରୁ ଏହି ସମୟରେ ବିଭିନ୍ନ କ୍ଷେତ୍ରରୁ ତଥା ନିଜ ପରାକ୍ରମ ଓ ବୁଦ୍ଧି ବଳରୁ ଆୟ ଭାବରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ। ତେବେ ବି ଧନ ସଞ୍ଚୟ କରି ରଖିବାରେ ଅସମର୍ଥ ହେବେ। ଅପ୍ରେଲ ମାସରେ ସିଂହ ରାଶିଜାତ ବ୍ୟକ୍ତି ପ୍ରେମ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ପାଇପାରିବେ। ଶିକ୍ଷା ବା ଅଧ୍ୟୟନ କ୍ଷେତ୍ରରେ ପରିଚୟରୁ ପ୍ରେମ ଏବଂ ପ୍ରେମ ଭାବରୁ ପରିଣୟର ଯୋଜନା ମନକୁ ଆଚ୍ଛନ୍ନ କରି ରଖିବ। ତେଣୁ ଏହି ମାସରେ ନିଜ ହୃଦୟର କଥା ଯଦି କାହାକୁ କହିବାର ଥାଏ ତେବେ ନିସଂକୋଚରେ ଶାଳୀନତା ଭିତରେ ମନ କଥା ଖୋଲି କହିଦେବା ଉଚିତ ହେବ। ସମ୍ପର୍କରେ ସ୍ୱୀକୃତି ମିଳିଯିବ। ତା ସତ୍ତ୍ୱେ ବି ଶନିଙ୍କର ଦୃଷ୍ଟି ସିଂହ ରାଶିର ପଞ୍ଚମ ଅଥବା ପ୍ରେମ ଭାବ ଉପରେ ପଡ଼ୁଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବେ। ସମ୍ପର୍କଟି ଗଢ଼ି ଉଠିବ ସତ, କିନ୍ତୁ ବ୍ରେକଅପ୍ ହୋଇଯିବା ମଧ୍ୟ ସତ ହୋଇପାରେ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ଏ ମାସରେ କିଛି ଭଲ ଖବର ଆସିବାର ସମ୍ଭାବନା ରହିଅଛି। ବୁଧ, ଶନି ଓ ମଙ୍ଗଳ ମହାଗ୍ରହଙ୍କର ଗୋଚରୀୟ ସ୍ଥିତିକୁ ଦେଖିଲେ ଜଣାଯାଏ ସିଂହ ରାଶିର ପାରିବାରିକ ସ୍ଥିତି ଅପ୍ରେଲ ମାସରେ ଠିକ୍ ଠାକ୍ ନ ରହିପାରେ। ତେଣୁ ପାରିବାରିକ ସମସ୍ୟା କିଛି ଦେଖାଦେଲେ ସାବଧାନତା ସହକାରେ ତାର ସମାଧାନ କରିଦେବା ଉଚିତ ହେବ। ନଚେତ୍ ପରିବାର ଭିତରେ ଷଡ଼ଯନ୍ତ୍ର ଓ ଗଣ୍ଡଗୋଳ ଦେଖାଦେଲା ଭଳି ସମସ୍ୟା ଉପୁଜିପାରେ। ପରିବାରର ସଦସ୍ୟମାନଙ୍କ ଭିତରେ ମନ ଅମେଳ ରହିବାର ବହୁତ ସମ୍ଭାବନା।
ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ଅପ୍ରେଲ ମାସରେ ସିଂହ ରାଶିଜାତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ମାସର ପ୍ରଥମାର୍ଦ୍ଧରେ ଅନୁକୂଳ ଫଳ ଦେବ ନାହିଁ। ସିଂହ ରାଶି ବା ସିଂହ ଲଗ୍ନର ଅଧିପତି ସୂର୍ଯ୍ୟ ମାସର ପ୍ରଥମାର୍ଦ୍ଧରେ ଶନିଯୁକ୍ତ ହୋଇ ରହୁଥିବାରୁ ହୃଦୟ ବିକାର, ଆଣ୍ଠୁଗଣ୍ଠି ଜନିତ ରୋଗ, ସ୍ନାୟୁବିକ ଦୁର୍ବଳତା, ପିତ୍ତଜନିତ ରୋଗ ଏବଂ ଅର୍ଥୋପେଡିକ୍ ଭଳି ରୋଗର ପ୍ରାଦୁର୍ଭାବ ବଢ଼ାଇ ପାରନ୍ତି। କିନ୍ତୁ ଅପ୍ରେଲ ମାସ 14 ତାରିଖ ପରେ ସିଂହ ରାଶିର ଅଧିପତି ସୂର୍ଯ୍ୟ ନିଜର ଉଚ୍ଚ ରାଶି ମେଷ ରାଶିରେ ପ୍ରବେଶ କଲେ ଏହିସବୁ ରୋଗ ଏହି ସମୟରେ ଭୋଗ ହେଉଥିଲେ ସେଥିରୁ ଆରୋଗ୍ୟ ପ୍ରଦାନ କରାଇବେ। ଅପ୍ରେଲ ମାସରେ ସିଂହ ରାଶିଜାତ ବ୍ୟକ୍ତି ଯଦି କୌଣସି କ୍ଷେତ୍ରରେ ଅଶୁଭ ଫଳ ଭୋଗ କରୁଥାନ୍ତି ତେବେ ପ୍ରତ୍ୟହ ପ୍ରାତଃସ୍ନାନ ପରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ସୂର୍ଯ୍ୟଦେବଙ୍କର ପ୍ରିୟ ମନ୍ତ୍ର ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସିଂହ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।